ଦେଖନ୍ତୁ ସ୍ପଷ୍ଟ କଥା ହେଉଛି ଯେ ରତ୍ନଭଣ୍ଡାର ମରାମତି କାମ ଏସ୍ଆଇ କୁ ଯେଉଁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଛି ଏବଂ ଏସ୍ଆଇ ତାର କାମ ଆରମ୍ଭ କରିସାରିଛି ଏବଂ ବିଶେଷ କରିକି ଯେଉଁଭଳି ଭାବରେ ଆରମ୍ଭ କରିବା କଥା ସେମାନେ ବିଭିନ୍ନ ଷ୍ଟ୍ରକ୍ଚରର ଯେଉଁ ଆସେସମେଣ୍ଟ କରିଛନ୍ତି ସେ ଆସେସମେଣ୍ଟ ଅନୁଯାୟୀ କେଉଁଠି କାନ୍ଥରେ ସମସ୍ୟା ଅଛି, କେଉଁଠି ବିମ୍ରେ ସମସ୍ୟା ଅଛି, କେଉଁଠି କ'ଣ ଅଛି, ସେ ବାବଦରେ ଯାହା ଯାହା ତାର ପ୍ରକ୍ରିୟାକରଣ କରିବା କଥା ସେମାନେ ତାର ପ୍ରକ୍ରିୟା ଆରମ୍ଭ କରିବେ। ଏବଂ ଗୋଟିଏ କଥା ମୁଁ ସମସ୍ତଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ, ଯେହେତୁ ତାଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ଟାଇମ୍ ଆଲଟ୍ କରାହେଇଛି ଏବଂ ବିଶେଷ କରିକି ସେମାନଙ୍କୁ ଯେଉଁଭଳି ଭାବରେ ତାଙ୍କୁ କାମ କରିବାକୁ ଯେଉଁଭଳି ଭାବରେ ପ୍ରକ୍ରିୟା ତିଆରି ହେଇଛି ସେଥିରେ କୌଣସି ମତେ ନୀତିକାନ୍ତି କିମ୍ବା ଦର୍ଶନ କୌଣସି କଥା ସେଥିରେ ବ୍ୟାହତ ହେବ ନାହିଁ ଏବଂ ଭକ୍ତମାନଙ୍କ ଭିତରେ ଯେଉଁ ଗୋଟେ ଆପ୍ରିହେନ୍ସନ୍ କିଛି ଭକ୍ତଙ୍କ ଭିତରେ ବି କିଛି ଲୋକ ସୃଷ୍ଟି କରାଉଛନ୍ତି ଯେ ଦର୍ଶନ ଏଥିରେ ବାଧାପ୍ରାପ୍ତ ହେବ ବୋଲି। ଦର୍ଶନ କୌଣସି ପ୍ରକାର ବାଧାପ୍ରାପ୍ତ ହେବନି। ମହାପ୍ରଭୁଙ୍କ ଦର୍ଶନ ଯେମିତି ଲୋକ କରୁଥିଲେ ସେଭଳିଆ ଭାବରେ କରିବେ ଏବଂ ସାଇମଲ୍ଟାନିୟସଲି କାମ ବି ଯେମିତି ଚାଲିବା କଥା ଚାଲିବ। ସେଥିରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ କି କୌଣସି ପ୍ରକାର ବାଧା ବି କୋଉ ଜାଗାରେ ଆସିବାର ନାହିଁ। ଆସେସମେଣ୍ଟ ଦେଇଛନ୍ତି 3 ମାସ। ଆମେ କିନ୍ତୁ ଚେଷ୍ଟା କରୁଛୁ ଏବଂ ଆମେ ବି ତାଙ୍କୁ ଜଣେଇଛୁ ଯେତେ ଶୀଘ୍ର ସମ୍ଭବ ସେ କଥାକୁ ସାରିବା ପାଇଁ। ବିଫୋର 3 months ଆମେ ସେ କାମକୁ ସାରିଲେ ଆମେ ଯେଉଁ ବାକି ଯେଉଁ ପ୍ରକ୍ରିୟା ଅଛି ଗଣତିମଣତିର ସେ ପ୍ରକ୍ରିୟା ବି ସାରିବୁ। ଆମେ ଏ କାମକୁ ଯଥାଶୀଘ୍ର ସାରିବାକୁ ଏ ଗୋଟେ ଓଡ଼ିଶାବାସୀଙ୍କ ପାଇଁ ଆମର ଗୋଟେ ଉତ୍ତରଦାୟିତ୍ୱ ଏଇଟା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯେଉଁ ଅଳଙ୍କାରର ଗଣତିମଣତି ଇଏ ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ତେଣୁକରି ଆମେ ଏ କଥାକୁ ଯେତେବେଳେ ଆରମ୍ଭ କରିଛୁ ଯେତେ ଶୀଘ୍ର ସେ ପ୍ରକ୍ରିୟାକୁ ଆମେ ସାରିପାରିବୁ ଓ ଆମେ ଓଡ଼ିଶା ପ୍ରଦେଶର ଲୋକଙ୍କୁ ସେତେ ଶୀଘ୍ର ଗୋଟେ ସ୍ପଷ୍ଟ ଚିତ୍ର ଦେଇପାରୁଛୁ। ରତ୍ନଭଣ୍ଡାରର ସବୁ କାମ ସରିଲା, ମରାମତି ସରିଲା, ଗଣତିମଣତି ସରିଲା, ପୁଣି ରତ୍ନଭଣ୍ଡାର ମୁଦ ହେବ ଏ କଥା ନିଶ୍ଚିତ ଭାବରେ ଆମେ ଚେଷ୍ଟା କରୁଛୁ ଯେତେ ଶୀଘ୍ର ତାକୁ ସମ୍ଭବ ତାକୁ ସାରିବା। ଦେଖନ୍ତୁ ଅତୀତରେ ଯେଉଁଭଳି ଭାବରେ ନିଜର ଅବହେଳା ଯୋଗୁଁ ବଂଶଧାରା କେସ୍କୁ ଏମାନେ ହାରିଲେ, ସରକାର ହାରିଲେ ଏବଂ ଅତୀତରେ କୋଟିଆର ବିଭିନ୍ନ ଜାଗାରେ ଯେଉଁଭଳି ଭାବରେ ଲିଗାଲ ବ୍ୟାଟେଲକୁ ଏମାନେ ବିଭିନ୍ନ ସମୟରେ ହାରିଲେ ସେ କଥା ତ କରିବାକୁ ଦିଆଯିବ ନାହିଁ। ଓଡ଼ିଶା ପ୍ରଦେଶର ସ୍ୱାର୍ଥର ସୁରକ୍ଷା ପାଇଁ ଓଡ଼ିଶାର ପ୍ରତିଟି କଥାରେ ମହାନଦୀ ଟ୍ରିବ୍ୟୁନାଲ କଥା ହେଉ, ପୋଲାଭରମ କଥା ହେଉ, ପ୍ରତିଟି କଥାରେ ଓଡ଼ିଶାର ଫ୍ରମ୍ ଲିଗାଲ ପଏଣ୍ଟ ଅଫ୍ ଭ୍ୟୁ କୌଣସି ପ୍ରକାର ଯେମିତି ଅସୁବିଧା ନ ହେବ ଏବଂ ଆମେ ଆମର ନ୍ୟାୟିକ ଲଢ଼େଇରେ ଯେମିତି ଜିତିବୁ ଏବଂ କେନ୍ଦ୍ର ସରକାରଙ୍କର ସହାୟତା ଆମେ ଯୋଉଠି ନେବା କଥା ସେଠି ନେବୁ। ଇଏ ପୁରା ପ୍ରକ୍ରିୟାକୁ ସରକାର ପୁରା ସଜାଗ ଅଛନ୍ତି, ଜାଗତିଆର ଅଛନ୍ତି, ଆମର ଲିଗାଲ ଟିମ୍ ପୁରା ରେଡି ଅଛନ୍ତି ଏବଂ ବାସ୍ତବରେ ଏହାର ଯେଉଁ ଲଢ଼େଇ ଚାଲିଛି ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ଦୃଷ୍ଟିକୋଣରୁ ସେଥିରେ କୌଣସି ପ୍ରକାର କସର ଛଡ଼ାଯିବ ମାନେ କୌଣସି ପ୍ରକାର କମି ଦେଖାଯିବ। ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ଆଗରୁ ବି ମୁଁ କହିଛି, ଆଜି ବି କହୁଛି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଇଏ ଗୋଟେ ବିରାଟ ଯୋଜନା। ପୁରା ଦେଶକୁ ଏକାଠି କରାଇବା, ଦେଶର ବିକାଶକୁ ବ୍ୟାହତ ନ କରାଇବା ଇଏ କାମ ପାଇଁ ତାଙ୍କର ଦେଶର ବିକାଶ ସର୍ବୋପରି ଏହି କଥାକୁ ଆଖି ଆଗରେ ରଖିକି ଯଦିଓ ବିଭିନ୍ନ ଯେଉଁମାନେ ରାଜନୈତିକ ଦଳ ହୁଅନ୍ତୁ ସେମାନଙ୍କ ପାଇଁ ହୁଏତ ପରିଶ୍ରମ ପଡ଼ିପାରେ କିମ୍ବା ଏ ଯେଉଁମାନେ ଆଜି ଯେଉଁ ବାବୁମାନେ ବିରୋଧ କରୁଛନ୍ତି ତାଙ୍କୁ ହୁଏତ କଷ୍ଟ ହେଇପାରେ, କିନ୍ତୁ ୱାନ୍ ନେସନ୍ ୱାନ୍ ଇଲେକ୍ସନର ଗୋଟିଏ ସବୁଠୁ ବଡ଼ ଆଡଭାଣ୍ଟେଜ ହେଉଛି ବାରମ୍ବାର ଦେଶରେ ଯେଉଁ ବିକାଶର ପ୍ରକ୍ରିୟା ବ୍ୟାହତ ହେଉଛି, ବାରମ୍ବାର ଯେଉଁ ଦେଶରେ ବିଭିନ୍ନ ଭାଗରେ ଅର୍ଥ ଖର୍ଚ୍ଚ ହେଉଛି, ଇଏ ଯୋଡ଼ିଏ କଥାକୁ ତାର ଗୋଟେ ନିରାକରଣ ପାଇଁ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ନିଶ୍ଚିତ ଭାବରେ ଏକ ପ୍ରମୁଖ ଭୂମିକା ନେବ। ତେଣୁକରି ଆଜି ଯେତେବେଳେ ସେ କଥା ଆସୁଛି ପାର୍ଲାମେଣ୍ଟରେ ଆସିବ ସେତେବେଳେ ମୋର ତ ଆଶା ଯେ ଦଳ ମତ ନିର୍ବିଶେଷରେ ସମସ୍ତେ ଏ କଥାଟାକୁ ସମର୍ଥନ ଦେବେ ଏବଂ ଏ କଥା ଭାରତ ବର୍ଷରେ ତାର ଇମ୍ପ୍ଲିମେଣ୍ଟେସନ ହେବା ଆରମ୍ଭ ହେବ।